ଭାଇ ମାନେ ସର୍ବପ୍ରଥମେ ଗୁରୁଦେବ ଗଣପତି ଓ ଜଗଦମ୍ବାଙ୍କୁ ପ୍ରଣାମ କରି ଆଜି ଆମର ବାସ୍ତୁ ଶାସନକୁ ଆଗକୁ ବଢେଇବୁ। ବାସ୍ତୁ ଶାସନ କ୍ରମରେ ଆଜି ଆମେ ଗୋଟେ ଛୋଟ ଟପିକ ପଢିବା। ଛୋଟ ଟପିକ ର ନାଁ ହଉଛି ୱାଟର ଏଲିମେଣ୍ଟ। ଭାଇ ୱାଟର ସିଗ୍ନିଫାଇଜ ଏଭ୍ରିଥିଙ୍ଗ। ଫ୍ଲୋ, ଗତିଶୀଳତା, ଇମୋସନ ଏବଂ ଉଚ୍ଚ ଜାଗାରୁ ନିଚ ଜାଗାକୁ ଗଡିଯିବା। ଯଦି କୌଣସି ଘରେ ୱାଟର ରିଲେଟେଡ ଇସ୍ୟୁ ରହେ, ସେ ଘରେ ଲୋକମାନଙ୍କ ମଧ୍ୟରେ ଇମୋସନ୍ସ ରିଲେଟେଡ ଇସ୍ୟୁ ରହେ, ସେମାନଙ୍କର ଗତିଶୀଳତା ଉପରେ ତାର ଇମ୍ପାକ୍ଟ ପଡେ ଏବଂ ତାଙ୍କ ଲାଇଫ ଗୋଟେ ନିଥର ଭଳିଆ ହେଇଯାଏ। ତେଣୁ କଣ କାମ କରିବା ଉଚିତ? ଆମକୁ ନଳକୂପର ସ୍ଥାନଟା ଐଶାନ୍ୟ କୋଣରେ ରଖିବା ଉଚିତ। ତାହେଲେ କଣ ହବ ନା ଇମୋସନାଲ ବାଲାନ୍ସ ଟା ବେଷ୍ଟ ହବ। ଐଶାନ୍ୟ କୋଣ ଆଜ ଇଟ ଇଜ ଏକ୍ଜାକ୍ଟଲି ନୁହଁ। ଐଶାନ୍ୟ କୋଣର ଆଇଦର ଉତ୍ତର ଦିଗକୁ କରିବା, ନହେଲେ ତାର ପୂର୍ବ ଦିଗକୁ କରିବା। ଯଦି ଐଶାନ୍ୟ କୋଣର ଉତ୍ତର ଦିଗ କିମ୍ବା ପୂର୍ବ ଦିଗ କରିବା, ଏକ୍ଜାକ୍ଟ ଐଶାନ୍ୟ ତ କରାଯାଏ ନାହିଁ, କୌଣସି ଏକ୍ଜାକ୍ଟ କୋଣରେ କରାଯାଏ ନାହିଁ, ତାହେଲେ ଧନ ଆସିବ, ତା ସହିତ ସୁଖ ସମୃଦ୍ଧି ଏବଂ ଭାଗ୍ୟର ମଧ୍ୟ ପରିବର୍ତ୍ତନ ହବ ଏବଂ ୱାଟର ଏଲିମେଣ୍ଟ ବାଲାନ୍ସ ହବ। ଏଇଟା କାହିଁକି ହବ? ୱାଟର ଏଲିମେଣ୍ଟକୁ ମୁଁ ଏତେ କାହିଁକି ଷ୍ଟ୍ରେସ୍ ଦଉଛି? ମୁଁ ଏଇଥିପାଇଁ ଷ୍ଟ୍ରେସ୍ ଦଉଛି କାରଣ ହ୍ୟୁମାନ ବଡିରେ ଯଦି ଆମେ ଦେଖିବା, ତାହେଲେ ସାଇନ୍ସ ହିସାବରେ କେତେ ପରସେଣ୍ଟ ୱାଟର ଏଲିମେଣ୍ଟ ଅଛି ସେଟା ସମସ୍ତେ ଆମେ ଅବଗତ। ତେଣୁ ୱାଟର ଏଲିମେଣ୍ଟ ଗୁଡାକ କେତେ ଇମ୍ପାକ୍ଟ କରେ ଗୋଟେ ବାସ୍ତୁ। ଯଦି ୱାଟର ଏଲିମେଣ୍ଟ କୁ ଆମେ ବାଲାନ୍ସ ନ କରିବା, ଭେରି ଭେରି ଭାଇଟାଲ, ତାହେଲେ ସିଧା କଥା କହିବାକୁ ଗଲେ ୱାଟର ଇଜ ରୁଲ୍ଡ ବାୟ ମୁନ୍। ଚନ୍ଦ୍ର ବାଲାନ୍ସ ହବନି। ଚନ୍ଦ୍ର ବାଲାନ୍ସ ନହେଲେ ମନ ବାଲାନ୍ସ ହବନି, ଆଉ ମନର ଅମ୍ଳ ଆରମ୍ଭ ହେଇଗଲେ ସବୁ ପ୍ରକାର ଅସୁବିଧା ଷ୍ଟାର୍ଟ ହେଇଯିବ। ତେଣୁ ଆଜିର ସେସନ ଏଇଟା ଛୋଟ ସେସନ, କିନ୍ତୁ ଏଇ ଜିନିଷଟା ୱାଟର ଏଲିମେଣ୍ଟ ରିଲେଟେଡ ଏତେ ଭାଇଟାଲ ଯେ ଆପଣଙ୍କୁ ଆପଣଙ୍କ ଐଶାନ୍ୟ କୋଣର ପୂର୍ବକୁ ନହେଲେ ଐଶାନ୍ୟ କୋଣର ଉତ୍ତରକୁ ଯେମିତି ହେଲେ ମଝା ମଝି କରିବେନି, ୱାଟର ରିଲେଟେଡ କିଛି ଜିନିଷଟା ଆପଣ ରଖିବା ଉଚିତ। ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।